ବାଇବେଲ ଏକ ସ୍ୱତନ୍ତ୍ର ପୁସ୍ତକ। ବାଇବେଲକୁ ଅନେକ ଶାସ୍ତ୍ର ବୋଲି କହିଥାନ୍ତି। ବାଇବେଲକୁ ଅନେକ ଖ୍ରୀଷ୍ଟିଆନମାନଙ୍କର ଧର୍ମ ଗ୍ରନ୍ଥ ଧର୍ମ ପୁସ୍ତକ ବୋଲି କହିଥାନ୍ତି। କିନ୍ତୁ ବାଇବେଲର ସ୍ୱତନ୍ତ୍ରତା ଏକ ଭିନ୍ନ ଅଟେ ଏବଂ ସମ୍ପୂର୍ଣ୍ଣ ଅଲଗା ଅଟେ। ଆମମାନଙ୍କର ଚିନ୍ତାଧାରା ଠାରୁ ମଧ୍ୟ ଅଲଗା ଅଟେ। ବାଇବେଲ ସମ୍ବନ୍ଧୀୟ ସତ୍ୟତା ଆମମାନଙ୍କୁ ବୁଝିବାକୁ ହେବ। ଆମମାନେ ମନୁଷ୍ୟ ଜ୍ଞାନ ପ୍ରାପ୍ତ ହେବା ନିମନ୍ତେ ଅନେକ ପୁସ୍ତକ ଅନେକ ଶାସ୍ତ୍ର ଅଧ୍ୟୟନ କରିଥାଏ। ଅନେକ ପୁସ୍ତକ ଦ୍ୱାରା ସେ ଜ୍ଞାନ ଅର୍ଜନ କରିଥାଏ। କିନ୍ତୁ ବାଇବେଲ ଉଦ୍ଧାରର ଜ୍ଞାନ ପରିତ୍ରାଣର ଜ୍ଞାନ ପ୍ରଦାନ କରିଥାଏ। ବାଇବେଲ ସେହି ସମ୍ବନ୍ଧୀୟ ସତ୍ୟତା ପ୍ରକାଶ କରିଥାଏ। ପରିତ୍ରାଣ କି ପ୍ରକାର ପାଇବା, ପରିତ୍ରାଣ କାହାଠାରୁ ହୋଇଥାଏ, ପରିତ୍ରାଣ କେବେ କେମିତି କାହିଁକି ମିଳିଥାଏ, ଆଉ କେଉଁ ବିଷୟରୁ ପରିତ୍ରାଣ? ପାପ ବିଷୟର ପରିତ୍ରାଣ। ତେଣୁକରି ଏ ପାପର ପରିତ୍ରାଣ ନିମନ୍ତେ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଏକମାତ୍ର ଉଦ୍ଧାରକର୍ତ୍ତା। ପ୍ରଭୁ ଯୀଶୁ ଖ୍ରୀଷ୍ଟ ହିଁ ବାଇବେଲର କେନ୍ଦ୍ର ବିଷୟ ଅଟନ୍ତି। ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ବିନା ବାଇବେଲକୁ ସମ୍ପୂର୍ଣ୍ଣ ବୋଲି ଆମେ କହିପାରିବା ନାହିଁ। ଯଦ୍ୟପି ଏହା ପୁରାତନ ନିୟମ ଏବଂ ନୂତନ ନିୟମ, କିନ୍ତୁ ପୁରାତନ ନିୟମରେ ମଧ୍ୟ ଆମେ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କ ସମ୍ବନ୍ଧୀୟ ସତ୍ୟତା ଜାଣୁ। ଯଦ୍ୟପି ତାହାଙ୍କର ଆବିର୍ଭାବ ହୋଇନଥିଲା, କିନ୍ତୁ ପୁରାତନ ନିୟମରେ ହିଁ ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ଜନ୍ମ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ମରଣ, ପ୍ରଭୁ ଯୀଶୁ ଖ୍ରୀଷ୍ଟଙ୍କର ପୁନରୁତ୍ଥାନ ବିଷୟ କୁହାଯାଇଥିଲା। ଅନେକ ଭବିଷ୍ୟତ ବକ୍ତାମାନେ ପ୍ରକାଶ କରିଥିଲେ ପ୍ରଭୁଙ୍କର ସତ୍ୟତା। ଅନେକ ଭାବବାଦୀମାନେ ପ୍ରକାଶ କରିଥିଲେ ପ୍ରଭୁଙ୍କର ସତ୍ୟତା। ଆଉ ସେଇ ଭାବବାଣୀ ସଫଳ ହେବା ବିଷୟ ଆମେ ନୂତନ ନିୟମରେ ଆମେ ଦେଖୁ। ଆଉ ପ୍ରଭୁ ଯୀଶୁ ଖ୍ରୀଷ୍ଟ ସେଇ ପ୍ରକାର ହିଁ ଆବିର୍ଭାବ ହୋଇଥିଲେ, ସେଇ ପ୍ରକାର ହିଁ ଜନ୍ମଗ୍ରହଣ କରିଥିଲେ, ସେଇ ପ୍ରକାର ହିଁ ମୃତ୍ୟୁବରଣ କରିଥିଲେ। ଆଉ ମୃତ୍ୟୁକୁ ତୃତୀୟ ଦିନ ଜୟ କରି ପୁନରୁତ୍ଥିତ ହୋଇଥିଲେ। ଏହି ବିଷୟ ସମ୍ପୂର୍ଣ୍ଣ ଭାବେ ଆମେ ଦେଖୁ। ହଜାର ହଜାର ବର୍ଷ ପୂର୍ବେ ଲେଖାଯାଇଥିବା ବିଷୟ ବାଇବେଲରେ, ପୁରାତନ ନିୟମରେ ତାହା ସବୁ ସତ୍ୟ ଘଟିଲା। ବାଇବେଲ ଏକ ସତ୍ୟ ପୁସ୍ତକ। ବାଇବେଲ ଆମମାନଙ୍କୁ ଅତୀତର ଇତିହାସର ସତ୍ୟତାକୁ ପ୍ରକାଶ କରିଥାଏ ଆଉ ଆମମାନେ ଜାଣିଥାଉ। ଆଉ ବାଇବେଲ ବର୍ତ୍ତମାନ ସମୟର ସମସ୍ତ ବିଷୟ ପ୍ରକାଶ କରିଥାଏ। ଆଉ ଏ ବର୍ତ୍ତମାନର ସମସ୍ତ ଆବଶ୍ୟକତା ଗୋଟିଏ ପାପୀ ମନୁଷ୍ୟର କ'ଣ ଆବଶ୍ୟକ, ଆତ୍ମିକ ଜୀବନ ନିମନ୍ତେ କେଉଁ ପ୍ରକାର ବାକ୍ୟର ସତ୍ୟତା ଭରସାର ଆବଶ୍ୟକ, ତାହା ମଧ୍ୟ ପୁଣି ଭବିଷ୍ୟତରେ ଯାହା ଯାହା ଘଟିବ, ଆଉ ଭବିଷ୍ୟତରେ କେଉଁ ପ୍ରକାର ସମୟ ସବୁ ଆସିବ, କେଉଁ ପରିସ୍ଥିତି ଦେଇ ଭବିଷ୍ୟତରେ ପ୍ରଭୁଙ୍କୁ ବିଶ୍ୱାସ କରୁଥିବା ଲୋକମାନେ ଜୀବନଯାପନ କରିବେ, କେଉଁ ପରିସ୍ଥିତି ଦେଇ ପ୍ରତ୍ୟେକ ସାମିଲ ହେବେ, ପ୍ରତ୍ୟେକ ଦେଶ ସମଗ୍ର ମାନବ ଜାତି କେଉଁ ପ୍ରକାର ଭାବେ ସେମାନେ ଆଗକୁ ବଢ଼ିବେ, ଏ ସମସ୍ତ ବିଷୟ ଭବିଷ୍ୟତ ବିଷୟକୁ ସୂଚାଏ। ଆଉ ସେଇ ଭବିଷ୍ୟତ ବିଷୟ ବାଇବେଲରେ ଲିପିବଦ୍ଧ କରାଯାଇଛି। ବାଇବେଲ ପ୍ରଭୁଙ୍କର ନିଶ୍ୱାସ ଦ୍ୱାରା ସମସ୍ତ ଶାସ୍ତ୍ର ଈଶ୍ୱର ନିଶ୍ୱାସିତ ବୋଲି କୁହାଯାଏ। ଅର୍ଥାତ୍ ସମସ୍ତ ଶାସ୍ତ୍ର, ପ୍ରତ୍ୟେକ ବାକ୍ୟ, ପ୍ରତ୍ୟେକ ବିନ୍ଦୁ, ପ୍ରତ୍ୟେକ ଶବ୍ଦ, ଏସବୁ ଯେ ପ୍ରଭୁଙ୍କର ଆଉ ସମସ୍ତ ବିଷୟ ସେଇ ପ୍ରଭୁଙ୍କର ସତ୍ୟତାକୁ ବୁଝାଏ। ଅପରିବର୍ତ୍ତନୀୟ ସତ୍ୟତା କହିଲେ ଭୁଲ ହେବ ନାହିଁ। କାରଣ ଅନେକ ସମୟରେ ଅନେକ ବିଷୟ ପରିବର୍ତ୍ତନ ହେଉଛି, ତାକୁ ଚେଞ୍ଜ କରାଯାଉଛି। କିନ୍ତୁ ବାଇବେଲ ଏକ ଏଭଳି ପୁସ୍ତକ, ଆଜି ପର୍ଯ୍ୟନ୍ତ ତାହାକୁ କେହି ପରିବର୍ତ୍ତନ କରିନାହାନ୍ତି, କି ଆଜି ପର୍ଯ୍ୟନ୍ତ କେହି ବି ଭୁଲ ବୋଲି ଆଉ ପ୍ରମାଣିତ କରିନାହାନ୍ତି। ଅନେକ ବାଇବେଲର ବିରୋଧୀମାନେ ଅଛନ୍ତି। ସେମାନେ ଅନେକ ସମୟରେ ସେମାନେ ଚେଷ୍ଟା କରିଥିଲେ ବାଇବେଲର ସମସ୍ତ ବିଷୟ ସତ୍ୟ ନୁହେଁ ବୋଲି, କିନ୍ତୁ ସେମାନେ କେବେ ବି ସଫଳ ହୋଇପାରିନାହାନ୍ତି। ବାଇବେଲକୁ ଅଧିକାଂଶ ବିରୋଧୀମାନେ
ପୋଡ଼ି ଜାଳି ବାଇବେଲକୁ ଲୋପ କରିଦେବୁ ବୋଲି ଚିନ୍ତା କରିଥିଲେ। କିନ୍ତୁ ଅଧିକାଂଶ ସମୟରେ ଅଧିକାଂଶ ପରିସ୍ଥିତିରେ ବାଇବେଲକୁ ଯେତେ ପରିମାଣରେ ବାରଣ କରାଯାଉଥିଲା ସେତେ ପରିମାଣରେ ବାଇବେଲର ଚାହିଦା ଏବଂ ବାଇବେଲ ଅନେକଙ୍କ ନିକଟରେ ପହଞ୍ଚିବାର ଗୋଟିଏ ବିଷୟ ହୋଇପାରିଲା। ତେବେ ବାଇବେଲର ସତ୍ୟତା ତାହା ପ୍ରକୃତ ସତ୍ୟତା, ଈଶ୍ୱରଙ୍କର ସତ୍ୟତା। ପାପୀ ମନୁଷ୍ୟ କି ପ୍ରକାର ମନ ପରିବର୍ତ୍ତନ କରିବ, ପରିତ୍ରାଣ ପାଇବ, ପାପର କ୍ଷମା ବା ମୁକ୍ତି ପାଇଁ ପ୍ରଭୁଙ୍କର ହିଁ ଆଗକୁ ବଢ଼ିବ, ତାହା ହିଁ ବାଇବେଲ ପ୍ରକାଶ କରେ। ତେଣୁକରି ବାଇବେଲକୁ ଆମେ ଈଶ୍ୱରଙ୍କର ବାକ୍ୟ କହୁ। ପ୍ରଭୁ ଯାହା କହିବା ପାଇଁ ଚାହାନ୍ତି ଆମମାନଙ୍କୁ ପ୍ରଭୁ ସେଇ ବାଇବେଲ ବା ପ୍ରଭୁଙ୍କର ବାକ୍ୟ ଦ୍ୱାରା ସେ କହିଅଛନ୍ତି। ଆମମାନଙ୍କୁ ସେ ଜ୍ଞାତ କରାଇଛନ୍ତି ଆଉ କରୁଅଛନ୍ତି। ତାହା ହିଁ ଆଶ୍ଚର୍ଯ୍ୟ ଅଟେ। ପ୍ରିୟମାନେ, ବାଇବେଲକୁ ଈଶ୍ୱରଙ୍କର ବାକ୍ୟ, ଆଉ ସେଇ ଈଶ୍ୱରଙ୍କର ବାକ୍ୟକୁ ଗୁରୁତ୍ୱ ଦିଅନ୍ତୁ। ପ୍ରଭୁଙ୍କର ବାକ୍ୟ କହିଲେ ସ୍ୱୟଂ ପ୍ରଭୁ ଯୀଶୁ ଖ୍ରୀଷ୍ଟ କହିଲେ ଭୁଲ ହେବ ନାହିଁ। କାରଣ ପ୍ରଭୁ କହନ୍ତି ଯେ ଆଦ୍ୟରେ ଆମେ ବାକ୍ୟ ଥିଲୁ, ଆଦ୍ୟରେ ବାକ୍ୟ ଥିଲେ, ଆଉ ସେଇ ବାକ୍ୟ ଈଶ୍ୱରଙ୍କ ସଙ୍ଗରେ ଥିଲେ। ଈଶ୍ୱର ସ୍ୱୟଂ ଦେହଧାରୀ ହେଲେ, ସେଇ ବାକ୍ୟ ଦେହବନ୍ତ ହେଲେ ବୋଲି ଆମେ ଦେଖୁ। ତେଣୁ ବାକ୍ୟ ହିଁ ପ୍ରଭୁ ଯୀଶୁ ଖ୍ରୀଷ୍ଟ ଅଟନ୍ତି। ସେଇ ପ୍ରକାର ଭାବେ ଆମେ ପ୍ରଭୁଙ୍କର ବାକ୍ୟକୁ ଗୁରୁତ୍ୱ ଦେବା। ଆଉ ବିଶେଷ କରି ପ୍ରଭୁଙ୍କର ବାକ୍ୟ ଆମମାନଙ୍କର ପଥ ପ୍ରଦର୍ଶକ। ପ୍ରଭୁଙ୍କର ବାକ୍ୟ ଆମମାନଙ୍କର ପଥ, ଜୀବନର ପଥକୁ ପରିଷ୍କାର କରେ। ତେଣୁକରି ଆମେ ସମସ୍ତେ ପ୍ରଭୁଙ୍କର ବାକ୍ୟର ସେଇ ସତ୍ୟତାରେ ଆପଣା ଆତ୍ମିକ ଜୀବନକୁ ଆଗକୁ ବୃଦ୍ଧି କରିବା, ଆଗକୁ ବଢ଼ାଇବା। ଆଉ ପ୍ରଭୁଙ୍କର ବାକ୍ୟ ଆମମାନଙ୍କୁ ସଂଶୋଧନ କରିଥାଏ, ଆମମାନଙ୍କୁ ଅନୁଯୋଗ କରିଥାଏ, ଆମମାନଙ୍କର ଧାର୍ମିକତା ସମ୍ବନ୍ଧୀୟ ଶାସନ ନିମନ୍ତେ ଉପକାର ହୋଇଥାଏ। ତୋ ଦ୍ୱାରା ସିଦ୍ଧ ହୋଇ ଯେପରି ସମସ୍ତ ଉତ୍ତମ କାର୍ଯ୍ୟରେ ଆମମାନେ ପ୍ରସ୍ତୁତ ହୋଇପାରିବା, ସେଥିପାଇଁ ପ୍ରଭୁଙ୍କର ବାକ୍ୟ ଆମମାନଙ୍କ ନିମନ୍ତେ। ପ୍ରଭୁଙ୍କର ବାକ୍ୟକୁ କୌଣସି ପ୍ରକାର ଆମେ ସାଲିସ କରିବା ନାହିଁ, ଆଉ ପ୍ରଭୁଙ୍କର ବାକ୍ୟକୁ ତୁଚ୍ଛ କରିବା ନାହିଁ। କାରଣ ପ୍ରଭୁଙ୍କର ବାକ୍ୟକୁ ଯେଉଁମାନେ ତୁଚ୍ଛ କରିଛନ୍ତି, ପ୍ରଭୁଙ୍କର ବାକ୍ୟର ତୁଚ୍ଛର କାରଣ ହେତୁ ସେମାନେ ବିନାଶ ହୋଇଛନ୍ତି ବୋଲି, ଆଉ ଯେଉଁମାନେ ତୁଚ୍ଛ କରିବେ ସେମାନେ ବିନାଶ ହେବେ ବୋଲି ପ୍ରଭୁଙ୍କର ବାକ୍ୟରେ ଲେଖାଯାଏ। ଆଉ ପ୍ରଭୁଙ୍କର ବାକ୍ୟ ଯଦି ପାଳନ କରିବେ, ପ୍ରଭୁଙ୍କର ବାକ୍ୟକୁ ମାନିବେ, ତାହେଲେ ଝିଅ ଝିଅକୁ ପ୍ରଭୁ ଯାହା କହିଛନ୍ତି ସେଇ ପ୍ରକାର ଯେତେ ଯେଉଁଆଡ଼େ ଗଲେ ବି କୁଶଳ ପ୍ରାପ୍ତ ହୁଏ, ଯେଉଁଆଡ଼େ ଗଲେ ବି ଆମ୍ଭେ ତୁମର ସଙ୍ଗୀ ହେବା ବୋଲି ପ୍ରଭୁ କହିଛନ୍ତି। କିନ୍ତୁ ଯଦି ଆମେ ପ୍ରଭୁଙ୍କର ବାକ୍ୟର ବାମକୁ କିମ୍ବା ଡାହାଣକୁ ନ ଫେରି ଆଗକୁ ବଢ଼ିବାର ଅଛି, ତେବେ ସେ ବାକ୍ୟ ସମୂହର ଆଶୀର୍ବାଦ ପ୍ରତିଜ୍ଞା ଆମମାନଙ୍କର ଜୀବନରେ ସଫଳ ହେବ। ଯଦି ପ୍ରଭୁଙ୍କର ବାକ୍ୟକୁ ତୁଚ୍ଛ କରିବା, ଅବହେଳା କରିବା, ତାହେଲେ ତାହାଙ୍କୁ ଅଗୌରବର ବିଷୟ କରିଲା ଭଳି। ଯଦି ପ୍ରଭୁଙ୍କୁ ଗୌରବ ଦେବା, ପ୍ରଭୁ ଆମମାନଙ୍କୁ ଗୌରବ ଦେବେ। ଯଦି ଆମେ ଅବହେଳା କରିବା, ତାହେଲେ ପ୍ରଭୁ ମଧ୍ୟ ଆମମାନଙ୍କୁ ତୁଚ୍ଛ କରିବେ। ଏ ବିଷୟ ପ୍ରଭୁଙ୍କର ବାକ୍ୟରେ ଅଛି। ତେଣୁ ପ୍ରିୟମାନେ, ପ୍ରଭୁଙ୍କର ବାକ୍ୟକୁ ଆପଣମାନେ ଗୁରୁତ୍ୱ ଦିଅନ୍ତୁ। ଈଶ୍ୱରଙ୍କର ବାକ୍ୟ ଶିଖନ୍ତୁ, ଈଶ୍ୱରଙ୍କର ବାକ୍ୟ ଜାଣନ୍ତୁ, ଆଉ ବାକ୍ୟ ଅନୁସାରେ ନିଜ ବ୍ୟକ୍ତିଗତ ଜୀବନ, ନିଜ ପାରିବାରିକ ଜୀବନ, ନିଜ ମାଣ୍ଡଳିକ ଜୀବନରେ ଆପଣ ଆଗକୁ ବଢ଼ନ୍ତୁ। ପ୍ରଭୁ ଆପଣଙ୍କୁ ପ୍ରଚୁର ପରିମାଣରେ ଆଶୀର୍ବାଦ କରିବେ। ଯଦି ଏପର୍ଯ୍ୟନ୍ତ ମୋର ଏହି ଚିନ୍ତାକୁ ଲାଇକ୍ କରିନାହାନ୍ତି, ତାହେଲେ ଲାଇକ୍ କରନ୍ତୁ ଯଦି ଭଲ ଲାଗିଲା। ଆଉ ଯଦି ସବସ୍କ୍ରାଇବ୍ କରିନାହାନ୍ତି, ତାହେଲେ ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲ୍ SKS ଗସ୍ପେଲ୍ ମିନିଷ୍ଟ୍ରିକୁ ଆପଣମାନେ ସବସ୍କ୍ରାଇବ୍ କରନ୍ତୁ। ପ୍ରତିଦିନ ଏହି ପ୍ରକାର ଆପଣମାନଙ୍କୁ ଆଉ ଉତ୍ସାହମୂଳକ ବାକ୍ୟ ଆଉ ବାକ୍ୟର ସତ୍ୟତା ଏହି ପ୍ରକାର ସଂକ୍ଷିପ୍ତ ଭାବେ ଜଣାଇ ଦିଆଯିବ। ପ୍ରଭୁ ଆପଣମାନଙ୍କୁ ଆଶୀର୍ବାଦ କରନ୍ତୁ। ଧନ୍ୟବାଦ।